नमस्ते। आज आम आलोचना करिबा प्राचीन ओडिया कवितार स्वरूप और प्रकारभेद संपर्क रे। एठी आमे समस्ते जानिछे जे साधारण रे विश्व साहित्यर प्रथम पर्यायर सबु रचना होउची पद्यात्मक बा कवितारे ही रचना करा हेइची, किंतु परवर्ती समय रे जेतेबेले कविता को संज्ञायित करिबार प्रयास करा हेइची सेतेबेले विभिन्न समीक्षक, रसिक, पाठक, ज्ञानी गुणी व्यक्ति, समालोचक एमाने तांकर ध्यान धारणा दृष्टि अनुसारे कवितार संज्ञा प्रदान करिबार प्रयत्न करिसंती। एई क्रम रे एनसाइक्लोपीडिया ब्रिटानिका पोएट्री रो संज्ञा निरूपण करिबाकु जाई कहंती जे पोएट्री लिटरेचर दैट इवोक्स ए concentrated imaginative awareness of experience or a specific emotional response through language chosen and arranged for its meaning, sound and rhythm। तेणु एई कवितार साधारण भावरे जो कथा कुहा जाउची ताहा होउची जे एहा एक कल्पना प्रसूत मानवीय अभिज्ञता अनुभूति आवेग समूहर एक छंदबद्ध बा अभिव्यक्ति कुहा जाई पारिबो। तेणु सेही परिप्रेक्षी रे कविता निसंदेह भावरे एक बृहत्तर पट्टभूमि रे तार रहस्य को विस्तारित करी रखिछि एवं तार समुदाय आत्मिक और आंगिक उभय दिगरु पर्यालोचना कले तार क्षेत्र मध्य अनेक व्यापक और प्रशस्त। तेबे ओडिया कवितारे आमे जेतेबेले प्राचीन ओडिया कवितार आलोचना करू, मुख्यतः प्राचीन ओडिया कविता गुड़िक जो शैली रे रचना करा हेइछि ताकू विभिन्न वर्गरे विभाजित करा जाइछि, जेमिति कि चौतीसा, कोइली, चौपदी, जणाण, भजन, ओगाळ, पटल, महात्म्य, निर्णय, संवाद, बोली, पोई, टीका, कवच, चंपू, षोडशा, गीता, मालिका, स्तुति, संहिता इत्यादि। तेबे प्राचीन ओडिया साहित्य प्रथम रे पुराण, रामायण, महाभारत इत्यादि और परवर्ती काल रे काव्य को ही आधार करी गतिशील हेइछि, किंतु सेई समय रे कवितार अभाव परिलक्षित हेइ नाही। विशेषतः पंचसखा साहित्यर परवर्ती काल रे एई धरणर साहित्य बा कविता रचनार प्रयास हेइछि। मुख्यतः विपुलाकाय पुराण और तार जो गाठनिक पीनबद्धता सहित तार दीर्घता सबु समय रे साधारण पाठक बा साधारण श्रोता शुणिबारु वंचित हेइछंती। तेणु गीति कविता सेई अभाव बोध को पूर्ण करिबार प्रयास करिछि। एपरिकी सारଳାଙ୍କ कालरू षोडश शताब्दीर शेष समय पर्यंत
এই ক্ষুদ্র কবিতার আত্মপ্রকাশ ଓଡ଼ିଆ କାବ୍ୟ କବିତା ଜଗତକୁ ନିଜର ସାର୍ଥକ ପ୍ରଭାବରେ ମହିମା ମଣ୍ଡିତ ତଥା ବୈଚିତ୍ର୍ୟପୂର୍ଣ୍ଣ କରିପାରିଛି। ଆଲୋଚକ ଗବେଷକ ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି ନିଜର ଗବେଷଣା ଗ୍ରନ୍ଥ ଓଡ଼ିଆ ଜାତିର କାବ୍ୟରେ ସ୍ଥପତି ଓ ବିଷୟଗତ ବିଚିତ୍ରତା ଦୃଷ୍ଟିରୁ ପ୍ରାଚୀନ ଓଡ଼ିଆ କବିତାକୁ 8ଟି ଭାଗରେ ବିଭକ୍ତ କରିଛନ୍ତି। ଓଡ଼ିଆ ଗୀତିକାବ୍ୟ ସଂକଳନ, ଓଡ଼ିଆ ଗୀତିକାବ୍ୟ ହେଉଛି ତାଙ୍କର ଗବେଷଣା ନିବନ୍ଧ ଏବଂ ସେଇଠି ସେ ମୁଖ୍ୟତଃ 8ଟି ଭାଗରେ ହିଁ କବିତାକୁ ବିଭକ୍ତ କରିଛନ୍ତି। ସେଗୁଡ଼ିକ ହେଲା ସଂଖ୍ୟାଶ୍ରିତ ଗୀତିକାବ୍ୟ ହିସାବରେ ଯାହାକୁ ସେ ପରିସରଭୁକ୍ତ କରିଛନ୍ତି 26 ପଦିଆ, 56 ପଦିଆ, 9 ପଇ, 10 ପଇ ଆଦି କ୍ଷୁଦ୍ର ରଚନା। ଦ୍ୱିତୀୟରେ ଋତୁ ଏବଂ ଉତ୍ସବମୂଳକ ଗୀତିକାବ୍ୟ। ଏଥିରେ ସ୍ଥାନିତ ହୋଇଛନ୍ତି ଚନ୍ଦନଜାତ, ରଥଜାତ, ବାରମାସୀ, ଷଡ଼ଋତୁ, ମଙ୍ଗଳଜାତ ଇତ୍ୟାଦି କବିତା। ତୃତୀୟରେ ବର୍ଣ୍ଣନାମାଳାଶ୍ରୟୀ ଗୀତିକାବ୍ୟ। ଏଥିରେ ଚଉତିଶା, ଷୋଡ଼ଶା ଆଦିକୁ ଏହି ପର୍ଯ୍ୟାୟଭୁକ୍ତ କରାଯାଇଛି। ଚତୁର୍ଥରେ ପୂଜା ଓ ଧର୍ମାଶ୍ରୟୀ ଗୀତିକାବ୍ୟ କ୍ରମରେ ସେ ଜଣାଣ, ଭଜନ, ପ୍ରଭାତ ଅବକାଶ, ସ୍ଥିତି, ଶରୀରଭେଦ, ମାଳାଶ୍ରୀ ଆଦିକୁ ଏହି ଶ୍ରେଣୀୟ ଗୀତିକାବ୍ୟର ମାନ୍ୟତା ପ୍ରଦାନ କରିଛନ୍ତି। ପଞ୍ଚମରେ ଛନ୍ଦ ବା ରସାଶ୍ରୟୀ ଗୀତିକାବ୍ୟରେ ଚୌପଦୀକୁ ସେ ସ୍ଥାନିତ କରିଛନ୍ତି ଏବଂ ଷଷ୍ଠରେ କଥାଶ୍ରୟୀ ଗୀତିକାବ୍ୟ ହିସାବରେ ବଲିକୁ ସେ ସ୍ଥାନିତ କରିଛନ୍ତି। ସେହିପରି ସନ୍ଦେଶାତ୍ମକ ଗୀତିକାବ୍ୟ ହିସାବରେ କୋଇଲି, ଚିଟାଉ ଆଦି ଗୀତି କବିତାକୁ ସେ ଗ୍ରହଣ କରିଛନ୍ତି ଏବଂ ଏହା ବାହାରେ ଆହୁରି କିଛି କବିତା ରହୁଛି ଯାହାକୁ ସେ ବିବିଧ ପର୍ଯ୍ୟାୟଭୁକ୍ତ କରିଛନ୍ତି, ଯାହାକୁ ଆମେ କାନ୍ଦଣା, ଢଗଢମାଣି ବା ଅନ୍ୟାନ୍ୟ ଲୋକଗୀତ ଗୁଡ଼ାକ ଏହି ପର୍ଯ୍ୟାୟଭୁକ୍ତ କରିପାରିବା। ତେଣୁ ପ୍ରାଚୀନ ଓଡ଼ିଆ ସାହିତ୍ୟ ମୁଖ୍ୟତଃ ଥିଲା ପଦ୍ୟଧର୍ମୀ, ଯାହା ବିଶ୍ୱ ସାହିତ୍ୟରେ ମଧ୍ୟ ସମାନ ଭାବରେ ଏହି ପଦ୍ୟାତ୍ମକ ସାହିତ୍ୟ ହିଁ ବିକଶିତ ହୋଇଥିଲା। ଭାରତବର୍ଷର ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷାରେ ମଧ୍ୟ ପ୍ରଥମ ପର୍ଯ୍ୟାୟର ସବୁ ସାହିତ୍ୟ ପଦ୍ୟାତ୍ମକ ହିଁ ଥିଲା ଏବଂ ଏଗୁଡ଼ିକ ଧର୍ମୀୟ ଅନୁଭାବନା ଥିଲା ତାର ମୁଖ୍ୟ ଆବେଦନ। ସମାଜ ଜୀବନରେ ନିହିତ ଥିବା ଧର୍ମର ଅଖଣ୍ଡ ପ୍ରବାହ ଏବଂ ତାର ହିଁ ବିଷୟବସ୍ତୁ ସାହିତ୍ୟ ପାଇଁ ପ୍ରେରଣା ଯୋଗାଇଥିଲା ଏବଂ ସାହିତ୍ୟର ମଧ୍ୟ ତାହା ଥିଲା କଥାବସ୍ତୁ। ପ୍ରାଚୀନ ପଦ୍ୟ ସାହିତ୍ୟରେ ପୁରାଣ ରଚନା ଧାରା ବିଭିନ୍ନ ସ୍ରଷ୍ଟାଙ୍କ ଦ୍ୱାରା ଅଧିକ ମର୍ଯ୍ୟାଦାବନ୍ତ ଥିଲା। ପ୍ରାଚୀନ ଯୁଗରେ ଦୀର୍ଘଧର୍ମୀ ପଦ୍ୟ ରଚନା ସହିତ ବହୁ ସଂଖ୍ୟକ କ୍ଷୁଦ୍ରଧର୍ମୀ ପଦ୍ୟ ରଚନା ମଧ୍ୟ ପରିଲକ୍ଷିତ ହୋଇଥିଲା ଏବଂ ଏହି କ୍ଷୁଦ୍ରଧର୍ମୀ ରଚନା ଗୁଡ଼ିକୁ ପାଠକୀୟ ଆବେଗ ସଂଜାତ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଭାବରେ ଆଲୋଚକମାନେ ଗ୍ରହଣ କରିଛନ୍ତି। ଏହି ପ୍ରାଚୀନ କବିତା ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସ୍ଥାନ ପାଇଛି ଚଉତିଶା, କୋଇଲି, ଚୌପଦୀ, ଜଣାଣ, ଭଜନ, ଓଗାଳ ଗୀତ, ପଟଳ, ମାହାତ୍ମ୍ୟ, ନିର୍ଣ୍ଣୟ, ସମ୍ବାଦ, ବୋଲି, ପୋଇ, ଟୀକା, କବଚ, ଚମ୍ପୁ, ଷୋଡ଼ଶା, ଗୀତ, ଡୁମ୍ପା, ମାଳିକା,
स्तुति ओ संहिता। तेणु प्राचीन ओडिया कवितार जो स्वरूप संपर्क रे आलोचना कला बेले आमे एई क्रम रे ही प्रत्येक साहित्य संपर्क रे किछि किछि आलोकपात करिबा एवं सेई क्रम रे चौतीसा होउछि ओडिया साहित्य रे एक प्रमुख साहित्य एवं तार मर्यादा मध्य प्राचीन ओडिया साहित्य रे खूब यथेष्ट थिला। प्राचीन ओडिया गीति कवितार एक विशिष्ट अंग बा विभव हेउछि एई चौतीसा। संगीत शास्त्र को आधार करी ओडिया गीति कविता क्षेत्र रे एकदा जो परीक्षा निरीक्षा चली थिला चौतीसा हेउछि तार मनमय परिप्रकाश। प्राचीन कालरू ए जावत चौतीसा रचनार परंपरा ओडिया साहित्य रे अब्याहत रहिछि। अनेक ग्राम्य कविंकर लेखनी एबे मध्य चौतीसा रचनारे निजकु न्यस्त करिछंती। अनेक पुरपल्लीर संध्या एबे भी चौतीसा गानरे मुखरित हेउथिबो। तेबे ई चौतीसार आंगिक गठन प्रक्रिया एक निर्दिष्ट रीति अनुजाई होइथाय। ओडिया वर्णमालार क ठारू क्ष मुख्यतः व्यंजन ध्वनि व्यंजन वर्णर जो 34 टी अक्षर रहिछि एहाकु क्रमानुसारे ग्रहण करी ताकु प्रत्येक पादर आरंभरे व्यवहार करी रचित हेउथिला एई पद्यमय रचना। तेणु चौतीसा कहिले ओडिया वर्णमालार क ठारू क्ष पर्यंत प्रत्येक अक्षर को पादर प्रथम वर्ण हिसाब रे ग्रहण करी जो पद्यात्मक रचना रचित हुए ताहाकु चौतीसा कुहा जाए। अनेक क्षेत्र रे एहार व्यतिक्रम मध्य रहिछि। केउठी एई व्यतिक्रम फलरे रचना रीति रे क रु क्ष पर्यंत व्यवहृत होइछि तो केउठी ओलटा रीति रे क्ष ठारू क पर्यंत मध्य व्यवहृत होइछि। पुणी केउठी केउठी आद्यरे नुहे पादर जो प्रथम रे नुहे प्रांतरे 34 गोटी व्यंजन वर्णर व्यवहार रे चौतीसा आंगिकरे नूतन परीक्षा मध्य अनुसृत हेइछि। एहाकु मेष युद्ध चौतीसा कुहा जाए। केवल भाव संपदरे नुहे प्रभावशाली कवि गठन रीति रे मध्य चौतीसा को नूतनतार स्पर्श देवा पाई अनेक स्थल रे अधीर हेई उठिछंती। चौतीसार सृष्टि ओडिशार इतिहास ओडियार साहित्यर इतिहास रे बहु प्राचीन। संस्कृत साहित्य रे मध्य एहार अस्तित्व उपलब्ध। टिपिकल सिलेक्शन फ्रॉम ओडिया लिटरेचर इंट्रोडक्शन रे विजय चंद्र मजुमदार पंडित विनायक मिश्र प्रमुख आलोचक माने केवल ओडिशा रे चौतीसा रहिथिबार बा चौतीसा रचनार प्रवणता अछि बोली दृढ़ युक्ति करिथिले मध्य पंडित बानाम्बर आचार्य आसामी और हिंदी भाषा रे मध्य चौतीसा लेखा जाइछि बोली उल्लेख करिछंती। एपरिकी इंग्रेज कवि चसर मध्य लाटिन वर्णमाला को प्रथम रे रखी रचना करिछंती बोली माने कविता रचना करिछंती बोली आलोचक माने कहंती। तेबे चौतीसा रचना रे
नाना वैचित्र संपादन ओडिया साहित्य रे जेपरी होई पारिछि अन्यान्य साहित्य रे ताहा होई पारि नथिबारु विश्वास करा जाई पारे एही रीतिटी बा शैलीटी सतरे ओडिशार एकांत निजस्व। चौतीसा मुख्यतः 5 भागरे विभक्त करा जाइछि एवं ताहा हेउछि भक्तिमूलक चौतीसा, पौराणिक चौतीसा, अवसरात्मक चौतीसा, रहस्यवादी बा मरमी चौतीसा ओ पंचमरे विविध चौतीसा। बत्सा दासंकर कलसा चौतीसा ओडिया साहित्य प्रथम चौतीसार मान्यता प्राप्त हुए। सेहीपरि बलराम दासंक रचित कमल लोचन चौतीसा पंचसखा जुगरे रचित हेइथिबा अन्यतम बहुचर्चित चौतीसा। भंजंकर सकार चौतीसा, जदुनाथ सिंहंकर चतुरी चौतीसा व्यतीत प्राचीन ओडिया साहित्य रे चौतीसा रचना करिबा दिगरे कवि दीनकृष्ण दास, साधुचरण दास, गंगाधर दास, कृष्ण दास, भूपति पंडित, विष्णु दास, दाशरथी दास, सदानंद कविसूर्य ब्रह्मा, भक्तचरण दास आदिंकर चौतीसा रचना ओडिया साहित्य को समृद्ध करिछि कहिले अत्युक्ति हेब ना। सेही क्रमरे आमे आसे कोइली साहित्य। प्राचीन ओडिया कवितारे कोइली एक अत्यंत जनप्रिय रचना थिला। संस्कृत साहित्यर दूत काव्य और पाश्चात्य साहित्यर संबोध गीतिका बा ओड परी एहाकू ओडिया साहित्यर एक समृद्ध परंपरा हिसाब रे बा काव्य रूप हिसाब रे आमे ग्रहण करि पारिबा। तेबे कोइली को संदेश प्रेरणर वार्ताबह भावरे एमाने ग्रहण करिसंती एवं अनेक समय रे तार आगरे कोइली आगरे हृदयर अभिव्यक्ति को प्रकाश करी दुख शोक लाघवर मार्ग नियंत्रित करा जाइछि बोली आलोचक मानंकर मत। संस्कृत साहित्य रे मेघ और हंस को संबोधन करी मेघदूतम जेपरी रचना करा जाइछि ओडिया साहित्य रे कोइली को मध्य अनुरूप आदर्श रे रचना करा जाइछि बोली समीक्षक माने कहंती। जेपरी बारिद, कोइली, मलय ए सकल वृत्तांत संवेदनशीलतार आधार। एमानंक आगरे जुगे जुगे दुखाभिभूत प्राण को नाश करिबा पई काव्य नायक बा नायिकार अधीरता आमे देखिचे। आमर ओडिया कोइली साहित्य रे कोइली दूत रूपे किंतु कौनसी जगह रे व्यवहृत होई नहीं। से केवल दुख श्रवण पाई संबोधित एक समर्थित आस्था हिसाब रे गृहीत हेइछि। केउठी कोइली को संबोधन करी स्नेहकांगाल जननी पुत्रर अवर्तमान जनित असह्य वेदना को अभिव्यक्त करिछि जेपरी केशव कोइली। तो केउठी बधू प्रियर विरहरे कोइलीर निकटरे मनोवेदना व्यक्त करी आखिर लुहरे केवल
ଗଣ୍ଡସିକ୍ତ କରିଛି ଯେପରି କାନ୍ତ କୋଇଲି। ପୁଣି କେଉଁଠି କୋଇଲିର କୁହୁରେ ଆନମନା ଜନନୀ ପ୍ରବାସୀ ପୁତ୍ରର ପ୍ରତ୍ୟାବର୍ତ୍ତନ ସମୟ ଜ୍ଞାତ ହେବା ପାଇଁ ଅଧୀର ଆବେଗରେ କୋଇଲିକୁ ବାରମ୍ବାର ପ୍ରଶ୍ନ କରିବାର ଆକୁଳତା ମର୍ମରିତ ହୋଇଛି। ଯଶୋଦା କୋଇଲି ହେଉଛି ତାର ଦୃଷ୍ଟାନ୍ତ। କବି ହେଉଛନ୍ତି ଦନେଇ ଦାସଙ୍କର। ଓଡ଼ିଆ ସାହିତ୍ୟରେ କେବଳ ଜ୍ଞାନ ତତ୍ତ୍ୱମୁଖୀ ନିର୍ଦ୍ଦିଷ୍ଟ କେତେକ କୋଇଲିକୁ ବାଦ ଦେଲେ, ମୁଖ୍ୟତଃ ପଞ୍ଚସଖା ଯୁଗରେ ରଚିତ ହୋଇଛି ଏପରି କୋଇଲି, ଅନ୍ୟଥା କରୁଣ ରସ ପାଠକ ହୃଦୟରେ ମୁଖ୍ୟତଃ କୋଇଲିର ସମୁଦାୟ ବେଳାଭୂମିକୁ ଯେପରି ଲଙ୍ଘନ କରିବାର ପ୍ରୟାସ କରିଛି। ଏବଂ ଏହି କ୍ରମରେ ବି ଆମେ ମନେ ପକାଇ ପାରିବା ବିଶିଷ୍ଟ ରୋମାଣ୍ଟିକ କବି P.B. ସେଲିଙ୍କର ପ୍ରଖ୍ୟାତ କବିତା ସ୍କାଇଲାର୍କରେ, ଯେଉଁଠି ସେ କହୁଛନ୍ତି ଆୱାର ସୁଇଟେଷ୍ଟ ସଙ୍ଗସ୍ ଆର୍ ଦୋଜ୍ ଦ୍ୟାଟ୍ ଟେଲ୍ ଅଫ୍ ସେଡେଡ୍ ଥଟ୍ସ। ତେଣୁ ଆମର ସେଇ କବିତା ଗୁଡ଼ିକ ସବୁବେଳେ ମଧୁର, ଯାହା କରୁଣ ରସରେ ରସାଣିତ ହେଇଥାଏ। ତେଣୁ ଏହି କାରୁଣ୍ୟର ବନ୍ୟା କୋଇଲି ଗୀତିକାର ପାଠକ ଚିତ୍ତକୁ ସିକ୍ତ କରି ମନରେ ତାର ଅଲିଭା ରେଖାପାତ କରିଛି ବୋଲି ଆଲୋଚକମାନେ ଦୃଢ଼ ଯୁକ୍ତି ଉପସ୍ଥାପନ କରନ୍ତି। ଓଡ଼ିଆ ସାହିତ୍ୟରେ କୋଇଲି ରଚନାର ପରମ୍ପରା ଖୁବ୍ ସୁଦୀର୍ଘ ଓ ପ୍ରାଚୀନ। କୋଇଲି ରଚନା ରୀତି ଚଉତିଶା ପଦ୍ଧତିରେ ଲିଖିତ। ମାର୍କଣ୍ଡ ଦାସଙ୍କର କେଶବ କୋଇଲି ସବୁଠାରୁ ପ୍ରାଚୀନ କୋଇଲି ବୋଲି W.W. ହଣ୍ଟର ଓ ବିନାୟକ ମିଶ୍ର ମତ ପୋଷଣ କରିଛନ୍ତି। ପରେ ପରେ ଜଗନ୍ନାଥ ଦାସଙ୍କର ଅର୍ଥ କୋଇଲି, ବଳରାମ ଦାସଙ୍କର କାନ୍ତ କୋଇଲି, ଶଙ୍କର ଦାସଙ୍କର ବାରମାସୀ କୋଇଲି, ବୈକୁଣ୍ଠ ଦାସଙ୍କର ଜାନକୀ କୋଇଲି, ଏଗୁଡ଼ିକ ଓଡ଼ିଆ କୋଇଲି ସାହିତ୍ୟକୁ ସମୃଦ୍ଧ କରିଛି। ଏଥିରେ ଅଲୌକିକତା, ପୌରାଣିକତା, ବାତ୍ସଲ୍ୟ, ଶୃଙ୍ଗାର ରସର ଅବତାରଣା ସହିତ ଜୀବନ ବିଭିନ୍ନ ଦିଗର ରହସ୍ୟର ରସଘନ ଚିତ୍ର ଏହି କୋଇଲି କବିତାକୁ କମନୀୟ କଳା ସୃଷ୍ଟିରେ ପରିଣତ କରିଛି ବୋଲି ଆଲୋଚକମାନଙ୍କର ମତ। ଏହି କବିତାର ପରମ୍ପରାରେ ପ୍ରାଚୀନ କବିତାର ପ୍ରଭେଦ ଦୃଷ୍ଟିରୁ ଆମେ ଯେପରି ଚଉତିଶା କଥା କହିଲେ, କୋଇଲି କଥା କହିଲେ, ସେହିପରି ଚୌପଦୀ ମଧ୍ୟ ପ୍ରାଚୀନ ଓଡ଼ିଆ ସାହିତ୍ୟର ଏକ ପ୍ରମୁଖ ବୈଶିଷ୍ଟ୍ୟ ବିଭବ। ସଂସ୍କୃତ ଚତୁଷ୍ପଦୀରୁ ଚୌପଦୀ ଶବ୍ଦର ନିଷ୍ପନ୍ନ ଘଟିଛି। ଗୋପାଳ ଚନ୍ଦ୍ର ପ୍ରହରାଜ ତାଙ୍କର ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଗ୍ରନ୍ଥରେ ଚୌପଦୀ ସମ୍ପର୍କରେ ମତ ପ୍ରଦାନ କରି ଉଲ୍ଲେଖ କରିଛନ୍ତି। ଚୌପଦୀ ଚାରି ଓ କ୍ୱଚିତ୍ ତତୋଧିକ ପଦ ବିଶିଷ୍ଟ ସଙ୍ଗୀତ ବା କବିତା। ଚୌପଦୀ ସମ୍ପୂର୍ଣ୍ଣ ରୂପେ ସଙ୍ଗୀତ ଧର୍ମୀ। ଚୌପଦୀ କହିଲେ ଏହା ଅତୀତରେ ସଙ୍ଗୀତକୁ ହିଁ ବୁଝାଉଥିଲା। ପ୍ରେମ ପଞ୍ଚାମୃତର ପଞ୍ଚମ ଅଧ୍ୟାୟରେ ଭୂପତି ପଣ୍ଡିତ ଲେଖିଛନ୍ତି, ତହିତ ଗୋବିନ୍ଦ ଚରିତ ଚୌତିଶା ଚୌପଦୀ ଗୀତ କରଇ ବୁଦ୍ଧି ଅନୁସାରେ ଶୁଣାଇ ତାହାଙ୍କ ଛାମୁରେ। ତେଣୁ ସଙ୍ଗୀତ ଅର୍ଥରେ
ଚୌପଦୀର ଉନ୍ମେଷ ଘଟିଛି ଷୋଡ଼ଶ ଶତାବ୍ଦୀର ପ୍ରଥମ ପାଦରୁ। ଚୌପଦୀର କଥାବସ୍ତୁ ମୁଖ୍ୟତଃ ଆଧ୍ୟାତ୍ମିକ ଓ ଶୃଙ୍ଗାର କୈନ୍ଦ୍ରିକ। ଆଭିମୁଖ୍ୟ ଦିଗରୁ ଏହା ଦୁଇଟି ପର୍ଯ୍ୟାୟରେ ଲକ୍ଷଣୀୟ। ପ୍ରଥମ ହେଲା ଆରାଧ୍ୟ ଦେବଦେବୀଙ୍କର ଲୀଳା କୈନ୍ଦ୍ରିକ ଓ ଅନ୍ୟଟି ସାଧାରଣ ମଣିଷର ଜୀବନକୁ ନାନ୍ଦନିକ ବୈଚିତ୍ର୍ୟରେ ବର୍ଣ୍ଣିତ କରିଥିବା ଶୃଙ୍ଗାର ରସକୈନ୍ଦ୍ରିକ ପ୍ରେମ। କୃଷ୍ଣ ଲୀଳା କୈନ୍ଦ୍ରିକ ଚୌପଦୀର କଥାବସ୍ତୁରେ ରାଧାକୃଷ୍ଣଙ୍କର ପ୍ରେମର ଆବରଣ ତଳେ କିନ୍ତୁ ସାଧାରଣ ମଣିଷ ଚିତ୍ତର କୁଞ୍ଜବନର ମଳୟ ଯେପରି ପ୍ରବାହିତ ହେଇଛି। ମାନସିଂଙ୍କର ଭାଷାରେ ରାଧା ଓ କୃଷ୍ଣ ପ୍ରେମିକା ଓ ପ୍ରେମିକର ଦୁଇଟି ମଧୁର କଳ୍ପନା। ସବୁ ଦେଶରେ ସବୁ କାଳରେ କବିମାନେ ପ୍ରେମ ପ୍ରବଣ। ବୈଷ୍ଣବ କବିମାନେ ବ୍ୟକ୍ତିଗତ ଜୀବନର ପ୍ରେମ ଅନୁଭୂତିକୁ ଅନ୍ୟ ଦେଶର କବି ମାନଙ୍କ ପରି ନିଜ ନାମରେ ପ୍ରକାଶ ନ କରି ରାଧା ଓ କୃଷ୍ଣଙ୍କ ନାମରେ ଉତ୍ସର୍ଗ କରିଦେଇଛନ୍ତି। ମାନସିଂ ଏହା ଉଲ୍ଲେଖ କରିଛନ୍ତି ତାଙ୍କର କବି ଓ କବିତା ଗ୍ରନ୍ଥରେ। ମାନସିଂଙ୍କ ରଚିତ ଡକ୍ଟର ମାୟାଧର ମାନସିଂଙ୍କ ରଚିତ ଏକ ଚମତ୍କାର ପ୍ରବନ୍ଧ ପୁସ୍ତକ ହେଉଛି କବି ଓ କବିତା। ତହିଁରେ ସେ ଏହି ମତ ପ୍ରଦାନ କରିଛନ୍ତି। ତେବେ ଚୌପଦୀକୁ ଏହି କଥାବସ୍ତୁ ଅନେକ ସ୍ଥଳରେ ଗ୍ରହଣ କରିଛି। ଚୌପଦୀ ମଣିଷର ସୂକ୍ଷ୍ମ ଅନୁଭୂତିର ରାଗମୟ ଭାଷାରୂପ ବୋଲି ମଧ୍ୟ ଆଲୋଚକମାନେ କହନ୍ତି। ଏହା ମାନବ ଜୀବନର ବହୁବିଧ ଅନୁଭୂତିର ବିଚିତ୍ର ଚିତ୍ରଶାଳା। ଚୌପଦୀରେ ମାତ୍ର 4 ଗୋଟି ପଦ ସ୍ଥାନିତ। ଏପରି କ୍ଷୁଦ୍ର କଳେବର ମଧ୍ୟରେ କବି ଅତ୍ୟନ୍ତ ଗଭୀର ତଥା ତାତ୍ତ୍ୱିକ ଭାବବାହୀ ଆଖ୍ୟାୟିକାକୁ ସଂଯୋଜିତ କରି ଆପଣାର ସାର୍ଥକ କବିପଣକୁ ଉତ୍ଥାପିତ କରନ୍ତି। ଚୌପଦୀକୁ ଦୁଇଟି ଭାଗରେ ମଧ୍ୟ ବିଭକ୍ତ କରାଯାଇଥାଏ। ତାହା ହେଲା ଅଲୌକିକ ପ୍ରଣୟ ପ୍ରଧାନ ଚୌପଦୀ, ଦ୍ୱିତୀୟରେ ଲୌକିକ ପ୍ରଣୟ ପ୍ରଧାନ ଚୌପଦୀ। ତେଣୁ ଚୌପଦୀ ସାଧାରଣ ଭାବରେ ପ୍ରଣୟ ପ୍ରଧାନ ବା ଶୃଙ୍ଗାର ରସାତ୍ମକ ବୋଲି ଆମେ କହିପାରିବା। ଅଲୌକିକ ପ୍ରଣୟ ପ୍ରଧାନ ଚୌପଦୀରେ ରାଧାକୃଷ୍ଣଙ୍କର ପ୍ରଣୟ ବୈଚିତ୍ର୍ୟ, ରାଗ ଅଭିମାନ, କେଳି କୌତୁକ, ମାନଭଞ୍ଜନ ଆଦିର ଚିତ୍ର ସ୍ଥାନିତ। ମାତ୍ର ଲୌକିକ ପ୍ରଣୟ ପ୍ରଧାନ ଚୌପଦୀରେ ସାଧାରଣ ମାନବର ପ୍ରେମ ପ୍ରଣୟ, ମିଳନ ବିରହ ଆଦିର ଚିତ୍ର ଲକ୍ଷଣୀୟ। ଏତଦ୍ ଭିନ୍ନ ବାତ୍ସଲ୍ୟ ରସାୟନିତ କେତେକ ଚୌପଦୀ ଥିବାର ମଧ୍ୟ ଲକ୍ଷ୍ୟ କରାଯାଏ। ଓଡ଼ିଆ ସାହିତ୍ୟର ପ୍ରମୁଖ କବିମାନେ ମଧ୍ୟଯୁଗର ଯେପରି ଉପେନ୍ଦ୍ର ଭଞ୍ଜ, ବନମାଳୀ, ଗୋପାଳକୃଷ୍ଣ ପଟ୍ଟନାୟକ, ବଳଦେବ ରଥ, ବୈରାଗୀ ଚରଣ ଏବଂ ସାଲବେଗ ପ୍ରମୁଖ କବିମାନେ ଏହି ଚୌପଦୀ ରଚନାରେ ଓଡ଼ିଆ ସାହିତ୍ୟରେ ସ୍ମରଣୀୟ ହୋଇ ରହିଛନ୍ତି। ଆଜି ଏତିକି ଥାଉ। ପରବର୍ତ୍ତୀ ସମୟରେ ଆମେ ଅନ୍ୟାନ୍ୟ ପ୍ରାଚୀନ କବିତାର ସ୍ୱରୂପ ସମ୍ପର୍କରେ ଆଲୋଚନା କରିବା। ଯେପରି ଆଗକୁ ଆଲୋଚନା କରାଯିବ ଜଣାଣ, ଭଜନ, ମାହାତ୍ମ୍ୟ, ପଟଳ, ଅଗାଳ ଗୀତ, ନିର୍ଣ୍ଣୟ, ସମ୍ବାଦ, ବୋଲି ଇତ୍ୟାଦି ସମ୍ପର୍କରେ
कमेंट रे जहाँ चाहिए लिखिपारे। नमस्ते, धन्यवाद।